ଆମେରିକାରୁ ଆସିଛି ଏକ ବହୁତ ବଡ଼ ଖବର। ଏମିତି ଏକ ଘୋଷଣା ଯାହା ସାରା ଦୁନିଆର ଫାର୍ମା ବଜାରରେ ହଇଚଇ ସୃଷ୍ଟି କରିପାରେ। ତେବେ ଆସନ୍ତୁ ବୁଝିବା ଏହି ନୂଆ ନୀତିଟି ପ୍ରକୃତରେ କ'ଣ ଆଉ ଏହାର ପ୍ରଭାବ କେତେ ଗଭୀର ହୋଇପାରେ। ଖବରଟି ଏକଦମ ସିଧା ଆଉ ସ୍ପଷ୍ଟ। ଆମେରିକା ବାହାରୁ ଆସୁଥିବା କିଛି ବଛା ବଛା ଔଷଧ ଉପରେ ସିଧା 100% ଶୁଳ୍କ ଲଗାଇବାକୁ ଯାଉଛି। ଏହାର ସିଧାସଳଖ ଅର୍ଥ ହେଲା ଏହି ଔଷଧଗୁଡ଼ିକର ଦାମ ରାତାରାତି ଦ୍ୱିଗୁଣା ହୋଇଯିବ। ତେବେ ପ୍ରଶ୍ନ ଉଠୁଛି, ଏତେ ବଡ଼ ଏକ ପଦକ୍ଷେପ ପଛରେ ଆମେରିକା ସରକାରଙ୍କର ପ୍ରକୃତ ଉଦ୍ଦେଶ୍ୟ କ'ଣ ହୋଇପାରେ? ଚାଲନ୍ତୁ ଏହାକୁ ଟିକେ ଭଲ ଭାବରେ ଦେଖିବା। ଏହି ଶୁଳ୍କ ବିଷୟରେ କିଛି ମୁଖ୍ୟ କଥା ଜାଣିବା ଦରକାର। ଏହା କିଛି ନିର୍ଦ୍ଦିଷ୍ଟ ଔଷଧ ଉପରେ ଲାଗୁ ହେବ, ଆଉ ତାହା ବି ଅକ୍ଟୋବର 1 ତାରିଖରୁ। କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହାର କାରଣ। ସରକାର କହୁଛନ୍ତି ଏହା ଜାତୀୟ ସୁରକ୍ଷା ପାଇଁ କରାଯାଉଛି। ଏହି ଯୁକ୍ତିଟି ବହୁତ ଶକ୍ତିଶାଳୀ, ଆଉ ଏହାକୁ ପୂର୍ବରୁ ଷ୍ଟିଲ୍ ଏବଂ ଅଟୋମୋବାଇଲ ଭଳି କ୍ଷେତ୍ରରେ ବି ବ୍ୟବହାର କରାଯାଇଛି। ତେବେ ସରକାରଙ୍କର ଘୋଷିତ ଲକ୍ଷ୍ୟ କ'ଣ? ଲକ୍ଷ୍ୟ ହେଉଛି ଔଷଧ ତିଆରି କମ୍ପାନୀଗୁଡ଼ିକୁ ଆମେରିକା ଭିତରକୁ ଆଣିବା। ସରଳ ଭାଷାରେ କହିଲେ, ଯଦି କୌଣସି ବି ବିଦେଶୀ କମ୍ପାନୀ ବି ଆମେରିକା ମାଟିରେ ନିଜ କାରଖାନା ବସାଇ ଔଷଧ ତିଆରି କରେ, ତେବେ ତା ଉପରେ ଏହି ଶୁଳ୍କ ଲାଗିବ ନାହିଁ। ଏହା ଏକ ପ୍ରକାର ପ୍ରୋତ୍ସାହନ। କିନ୍ତୁ କାହାଣୀରେ ଏକ ଟ୍ୱିଷ୍ଟ ଅଛି। ଏହି ନୀତିର କିଛି ସୂକ୍ଷ୍ମ ଦିଗକୁ ବୁଝିବା ବହୁତ ଜରୁରୀ, କାରଣ ଏହି ଶୁଳ୍କ ସବୁ ପ୍ରକାର ଔଷଧ ପାଇଁ ନୁହେଁ। ଆଉ ଏହି ପାର୍ଥକ୍ୟ ହିଁ ପୁରା ଖେଳକୁ ବଦଳାଇ ଦେଉଛି। ଦେଖନ୍ତୁ, ଏହି ନୀତି ମୁଖ୍ୟତଃ ଦାମିକା, ବ୍ରାଣ୍ଡେଡ୍ ଆଉ ପେଟେଣ୍ଟ ଥିବା ଔଷଧଗୁଡ଼ିକୁ ହିଁ ଟାର୍ଗେଟ କରୁଛି। ଅନ୍ୟପଟେ ଯେଉଁ ଜେନେରିକ୍ ଔଷଧଗୁଡ଼ିକ ଅଛି, ଯାହା ସାଧାରଣତଃ ଶସ୍ତା ହୋଇଥାଏ, ସେଗୁଡ଼ିକ ଏହି ଶୁଳ୍କରୁ ବର୍ତ୍ତିଯିବାର ସମ୍ଭାବନା ଅଧିକ। କିନ୍ତୁ ଏବେ ବି କିଛି କଥା ଅସ୍ପଷ୍ଟ ରହିଛି, ଯେମିତିକି ବ୍ରାଣ୍ଡେଡ୍ ଜେନେରିକ୍ସ କିମ୍ବା ଏପିଆଇସ୍, ମାନେ ଔଷଧ ତିଆରି ପାଇଁ ଯେଉଁ କଞ୍ଚାମାଲ ଦରକାର ହୁଏ, ସେଗୁଡ଼ିକର କ'ଣ ହେବ? ଏଗୁଡ଼ିକ ଉପରେ ଶୁଳ୍କ ଲାଗିବ କି ନାହିଁ, ସେ ନେଇ ଏବେ ବି ଦ୍ୱନ୍ଦ୍ୱ ରହିଛି। ଏହାର ପୂରା ଚିତ୍ର ସେତେବେଳେ ସ୍ପଷ୍ଟ ହେବ ଯେତେବେଳେ ବାଣିଜ୍ୟ ବିଭାଗ ତରଫରୁ ସମ୍ପୂର୍ଣ୍ଣ ନିୟମାବଳୀ ଆସିବ। ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଏହି ଯେଉଁ 100% ଦାମ ବଢ଼ିବ, ତାର ବୋଝ ଶେଷରେ ଉଠାଇବ କିଏ? ଏହି ପ୍ରଶ୍ନର ଉତ୍ତର ପାଇବା ପାଇଁ ଆମକୁ ଅର୍ଥନୀତିର ଗୋଟିଏ ମୌଳିକ ସିଦ୍ଧାନ୍ତକୁ ବୁଝିବାକୁ ପଡ଼ିବ। ଏହାକୁ କୁହାଯାଏ ଇନ୍ଇଲାଷ୍ଟିକ୍ ଡିମାଣ୍ଡ ବା ଅସ୍ଥିତିସ୍ଥାପକ ଚାହିଦା। ଏହାକୁ ଏକ ସୁନ୍ଦର ଉଦାହରଣ ସହ ବୁଝିହେବ। ଦେଖନ୍ତୁ, ଗୋଟେ କାରର ଦାମ ବଢ଼ିଗଲେ ଆମେ ତାକୁ ନ କିଣିବାକୁ ନିଷ୍ପତ୍ତି ନେଇପାରୁ, କିନ୍ତୁ ଯେତେବେଳେ କଥା ଜୀବନ ବଞ୍ଚାଉଥିବା ଔଷଧର ଆସେ, ସେତେବେଳେ ଦାମ ଯେତେ ବି ହେଉ ତାକୁ କିଣିବାକୁ ହିଁ ପଡ଼େ। ଏହା ଜୀବନ ମରଣର ପ୍ରଶ୍ନ। ଏହାର ଅର୍ଥ ବଢ଼ିଥିବା ଦାମର ବୋଝ ଶେଷରେ ସାଧାରଣ ରୋଗୀ, ହସ୍ପିଟାଲ ଆଉ ଇନ୍ସୁରାନ୍ସ କମ୍ପାନୀଙ୍କ ଉପରେ ହିଁ ପଡ଼ିବ। ଫଳରେ ଆମେରିକାର ସ୍ୱାସ୍ଥ୍ୟସେବା ଖର୍ଚ୍ଚ ଆକାଶ ଛୁଆଁ ହୋଇପାରେ। ଆଉ ଏହି ପୂରା ଘଟଣାକ୍ରମରେ ଗୋଟିଏ ଦେଶ ଉପରେ ସମସ୍ତଙ୍କର ନଜର ରହିଛି, ଆଉ ସେ ହେଉଛି ଭାରତ, ଯାହାକୁ ଦୁନିଆର ଫାର୍ମାସି ବୋଲି କୁହାଯାଏ। ତେବେ ଆସନ୍ତୁ ଦେଖିବା ଏହି ନୀତି ଭାରତ ଉପରେ କେମିତି ପ୍ରଭାବ ପକାଇପାରେ। ଭାରତର ଫାର୍ମା ଶିଳ୍ପ କେତେ ବଡ଼, ତାର ଏକ ଛୋଟ ଝଲକ ଦେଖନ୍ତୁ। ଗତ ଆର୍ଥିକ ବର୍ଷରେ ଭାରତ ପାଖାପାଖି $28 ବିଲିୟନ ଔଷଧ ରପ୍ତାନି କରିଥିଲା। ଏହା ଏକ ବିରାଟ ସଂଖ୍ୟା। ଆଉ ଏହି ରପ୍ତାନିର ସବୁଠୁ ବଡ଼ ଭାଗ ଯାଏ କୁଆଡ଼େ? ସିଧା ଆମେରିକାକୁ। ଭାରତର ମୋଟ ଫାର୍ମା ରପ୍ତାନିର ପ୍ରାୟ 33%, ମାନେ 1/3 କେବଳ ଆମେରିକାକୁ ହିଁ ଯାଏ, ଯାହାର ମୂଲ୍ୟ ପାଖାପାଖି $9 ବିଲିୟନ। କିନ୍ତୁ ଏଠାରେ ଭାରତ ପାଇଁ ଏକ ବହୁତ ବଡ଼ ଆଶ୍ୱସ୍ତିର କଥା ଅଛି। ଆମେରିକାକୁ ଭାରତ ଯେତେ ଔଷଧ ପଠାଏ, ତାର ବହୁତ ବଡ଼ ଅଂଶ ହେଉଛି ଜେନେରିକ୍ ଔଷଧ। ଆଉ ଆମେ ଆଗରୁ ଆଲୋଚନା କଲେ ଯେ ଜେନେରିକ୍ ଔଷଧ ଉପରେ ଏହି ଶୁଳ୍କ ଲାଗିବାର ସମ୍ଭାବନା ବହୁତ କମ୍। ଏହା ହିଁ ଭାରତ ପାଇଁ ଏକ ପ୍ରକାରର ସୁରକ୍ଷା କବଚ ଭଳି କାମ କରିପାରେ। ହେଲେ ଏହାର ଅର୍ଥ ନୁହେଁ ଯେ ଭାରତ ଉପରେ କୌଣସି ପ୍ରଭାବ ପଡ଼ିବନି। କିଛିଟା କ୍ଷତିର ଆଶଙ୍କା ତ ନିଶ୍ଚୟ ରହିଛି। ବିଶ୍ଳେଷକମାନେ ଅଲଗା ଅଲଗା ସମ୍ଭାବନା ଦେଖୁଛନ୍ତି। ଯଦି ପ୍ରଭାବ କମ୍ ହୁଏ, ତେବେ ପ୍ରାୟ $0.8 ବିଲିୟନ କ୍ଷତି ହୋଇପାରେ। କିନ୍ତୁ ଯଦି ପ୍ରଭାବ ଅଧିକ ହୁଏ, ତେବେ ଏହି ସଂଖ୍ୟା $4 ବିଲିୟନ ପର୍ଯ୍ୟନ୍ତ ବି ଯାଇପାରେ। ସବୁକିଛି ନିର୍ଭର କରୁଛି ବଜାର କେମିତି ପ୍ରତିକ୍ରିୟା ଦେଉଛି ତା ଉପରେ। ତେବେ ଏତେ ସବୁ ଅନିଶ୍ଚିତତା ଭିତରେ ଆଗକୁ କ'ଣ ହେବାର ଅଛି? ବର୍ତ୍ତମାନର ପ୍ରତିକ୍ରିୟା କ'ଣ, ଆଉ ଭବିଷ୍ୟତରେ ଏହାର ପରିଣାମ କ'ଣ ହୋଇପାରେ? ଏହି ଘୋଷଣାର ତତ୍କାଳ ପ୍ରଭାବ ଦେଖିବାକୁ ମିଳିଲାଣି। ସାରା ଦୁନିଆର ଫାର୍ମା କମ୍ପାନୀଙ୍କ ଷ୍ଟକ୍ ଉପରେ ଚାପ ପଡ଼ିଛି। ଆମେରିକାର ସ୍ୱାସ୍ଥ୍ୟ ସେବା ସଂଗଠନଗୁଡ଼ିକ ଏହାକୁ ବିରୋଧ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଭାରତ ଭଳି ଦେଶ କୂଟନୈତିକ ସ୍ତରରେ ଆଲୋଚନା ପାଇଁ ଚିନ୍ତା କରୁଛନ୍ତି।
ଏମିତିକି ଏହି ନିଷ୍ପତ୍ତିକୁ ବିଶ୍ୱ ବାଣିଜ୍ୟ ସଂଗଠନ ବା WTOରେ ଚ୍ୟାଲେଞ୍ଜ କରାଯିବାର ସମ୍ଭାବନା ବି ରହିଛି। ଆଗାମୀ ଦିନଗୁଡ଼ିକ କେମିତି ରହିବ ତାର ଏକ ଚିତ୍ର ଆମେ ଦେଖିପାରିବା। ସ୍ୱଳ୍ପ ସମୟ ପାଇଁ କିଛି ଦିନ ପାଇଁ ବଜାରରେ ଅସ୍ଥିରତା ଲାଗି ରହିବ, ତାପରେ ମଧ୍ୟମ ଅବଧିରେ କମ୍ପାନୀମାନେ ନିଜର ସପ୍ଲାଇ ଚେନ୍ ବଦଳାଇବାକୁ ଚେଷ୍ଟା କରିବେ। ଆଉ ଦୀର୍ଘ ସମୟ ପରେ ହୁଏତ କିଛି କମ୍ପାନୀ ଏହି ଶୁଳ୍କରୁ ବଞ୍ଚିବା ପାଇଁ ନିଜର ଉତ୍ପାଦନ ୟୁନିଟ୍ ଆମେରିକାକୁ ନେଇଯିବାକୁ ବାଧ୍ୟ ହୋଇପାରନ୍ତି। କିନ୍ତୁ ଏ ସବୁ ଭିତରେ ଗୋଟେ କଥା ସବୁଠୁ ବଡ଼, ଆଉ ସେଇଟା ହେଉଛି ଅନିଶ୍ଚିତତା। କାରଣ ଆମେରିକା ପ୍ରଶାସନର ଇତିହାସ ଦେଖିଲେ ସେମାନେ ଅନେକ ଥର ବଡ଼ ବଡ଼ ନୀତିଗତ ନିଷ୍ପତ୍ତିକୁ ହଠାତ୍ ବଦଳାଇ ଦେଇଛନ୍ତି, ଯେମିତି H-1B ଭିସା ନିୟମ କ୍ଷେତ୍ରରେ ହୋଇଥିଲା। ତେଣୁ ଏହି 100% ଶୁଳ୍କ ନୀତି କେତେ ଦିନ ପର୍ଯ୍ୟନ୍ତ ରହିବ ତାହା କହିବା ବହୁତ କଷ୍ଟକର। ତେଣୁ ଶେଷରେ ଗୋଟିଏ ବଡ଼ ପ୍ରଶ୍ନ ଆସି ଛିଡ଼ା ହେଉଛି, ଏହି ଯେଉଁ ଶୁଳ୍କ ଲଗାଯାଇଛି, ଏହା କ'ଣ ଆମେରିକାର ଏକ ଦୀର୍ଘକାଳୀନ ଶିଳ୍ପନୀତିର ଅଂଶ, ନା ଏହା କେବଳ ଅନ୍ୟ ଦେଶମାନଙ୍କ ସହ ବାଣିଜ୍ୟ ଆଲୋଚନାରେ ନିଜ ସ୍ଥିତି ମଜବୁତ କରିବା ପାଇଁ ଏକ ଚାପ ସୃଷ୍ଟି କରିବାର କୌଶଳ ମାତ୍ର? ଏହାର ଉତ୍ତର ଆଗାମୀ ସମୟ ହିଁ କହିବ।